ଗରୁଡ଼ ପୁରାଣର ପୂର୍ବ ପ୍ରସଙ୍ଗରେ ଆମେ ଜାଣିଥିଲେ ଯେ ଯଦି ପୁରୁଷର ବୀର୍ଯ୍ୟ ଅଧିକ ହେଉଛି ତେବେ ପୁତ୍ର ସନ୍ତାନ ହେବ ଏବଂ ନାରୀର ଯଦି ରଜ ଅଧିକ ହେଉଛି ତେବେ କନ୍ୟା ସନ୍ତାନ ହେବ। ଉଭୟଙ୍କର ରଜ ବୀର୍ଯ୍ୟ ସମାନ ହେଲେ ନପୁଂସକ ହେବ। ତେବେ ଆସନ୍ତୁ ଏଇଠାରୁ ସପ୍ତମ ଅଧ୍ୟାୟକୁ ଆଗେଇ ନେବା। ରଜ ବୀର୍ଯ୍ୟ ମିଶି ଫେନ ସଦୃଶ ହୋଇ ଏକାକାରେ 5 ଦିନ ଗର୍ଭରେ ରହି କ୍ରମେ କ୍ରମେ କଠିନ ହୁଇ ସେହି ଫେନ 10ମ ଦିବସେ ହୁଏ ବଦରି ସମାନ। ଆଜିର ବିଜ୍ଞାନ ଯାହା କହୁଛି ଆମର ପୁରାଣ ଶାସ୍ତ୍ର ପୂର୍ବରୁ ତାହା ବିଚାର କରି ଯାଇଛନ୍ତି। ଯେତେବେଳେ ରଜ ବୀର୍ଯ୍ୟ ମିଶୁଛି ସେ ଫେଣ ସଦୃଶ ହେଉଛି। ଏକାକାର ହୋଇ 5 ଦିନ ଗର୍ଭରେ ସିଏ ରୁହେ। କ୍ରମେ କ୍ରମେ ଧୀରେ ଧୀରେ ସିଏ କଠିନ ଅବସ୍ଥା ସେଇ ଫେଣ ଟାଣ ଅବସ୍ଥାକୁ ଆସେ। 10ମ ଦିନ ହେଲା ବେଳକୁ କ'ଣ ହୁଏ ନା ବଦରି ସମାନ ବରକୋଳି ଭଳିଆ ହେଇଥାଏ। 30 ଦିବସ ଯାଏ ବଢ଼େ ସୁସଞ୍ଚରେ ଅଣ୍ଡା ସଦୃଶ ହୋଇଣ ଦ୍ୱିତୀୟ ମାସରେ। 30 ଦିନରେ ସିଏ ଆଉ ଟିକେ ସଞ୍ଚାର ଲାଭ କରେ। ଦ୍ୱିତୀୟ ମାସ ବେଳକୁ ଅଣ୍ଡା ସଦୃଶ ହୋଇଥାଏ। ତୃତୀୟ ମାସରେ ଅସ୍ଥି ଚର୍ମ ନଖ ଲୋମ ଶରୀରରେ ସେହି ଜୀବର ହୁଏ ଜନମ। 3 ମାସ ବେଳକୁ ଅସ୍ଥି ହୁଏ, ଚର୍ମ ହୁଏ, ନଖ ହୁଏ, ଲୋମ ହେଇ ଛୋଟ ଶରୀରଟେ ହେଇ ସେ ଜନ୍ମ ହୋଇ ମାତୃଗର୍ଭରେ ଥାଏ। 4ର୍ଥ ମାସରେ ଆତ୍ମା ଶରୀରେ ପଶଇ 5ମେ ସେ କ୍ଷୁଧା ତୁଷା ତାର ପ୍ରକାଶ ହୋଇ 4ର୍ଥ ମାସରେ ସେ ଶରୀର ଭିତରେ ଆସି ଆତ୍ମା ପ୍ରବେଶ କରେ। 5ମ ମାସରେ ସିଏ ତାକୁ ଭୋକ ଲାଗେ ଏବଂ ଶୋଷ ମଧ୍ୟ ଲାଗେ। 6ଠ ମାସେ ଦକ୍ଷିଣ କୁକ୍ଷୀରେ କରେ ଗତି ମାତାର ଗ୍ରାସୁ ଭୁଞ୍ଜଇ ଗର୍ଭସ୍ଥ ସନ୍ତତି। 6ଠ ମାସ ବେଳକୁ ସିଏ ଦକ୍ଷିଣ ମୋଡ଼ ହେଇ ବୁଲେ। ମାତାର ଖାଦ୍ୟରୁ ସେ କିଛି କିଛି ଖାଦ୍ୟ ଖାଏ। ମାତା ଯାହା ପାନ କରେ ସେ କରଇ ପାନ କ୍ଷୁଧା ତୃଷାରେ ଅସ୍ଥିର ତାହାର ଜୀବନ। ଯାହା ମାତା ଖାଏ ତାହାକୁ ସେ ସନ୍ତାନ ଖାଏ। ଯାହା ମାତା ଜଳ ପାନ କଲା, ଯାହା ମାତା ପାନ କଲା ତାହାକୁ ସିଏ ମଧ୍ୟ ପାନ କରେ। କ୍ଷୁଧା ତୃଷାରେ ଅସ୍ଥିର ହୋଇ ବୁଲେ। ବିଷ୍ଠା ମୂତ୍ର ଲାଳ ପୂଜ ଶୟନ କରଇ କୃମିମାନେ କାମୁଡ଼ନ୍ତି ତୁହାଇ ତୁହାଇ ହସ୍ତପଦ ତାହାର ଯେ ବନ୍ଧନରେ ଥାଏ ତେଣୁ କରି ନିରନ୍ତର କ୍ଲେଶକୁ ସେ ମୋହେ। ସେ ବିଷ୍ଠା ମଳମୂତ୍ର ଲାଳ ପୂଜରେ ସେ ଶୟନ କରିଥାଏ। କୃମିମାନେ ତାହାକୁ କାମୁଡ଼ୁଥାନ୍ତି। ହସ୍ତପାଦ ତାର ବନ୍ଧା ହୋଇଥାଏ। ତେଣୁ ସେ ନିରନ୍ତର ସେଠାରେ ମାତୃଗର୍ଭରେ କଷ୍ଟ ପାଉଥାଏ। 7ମ ମାସ ତାହାର ହୁଅନ୍ତେ ପ୍ରବେଶ ସର୍ବ ଅବୟବ ମାନ ହୁଇ ପ୍ରକାଶ। 8ମ ମାସରେ ଦୃଢ଼ ହୁଏ ଅବୟବ 9ମେ ଗର୍ଭ ଆସିବା ପାଇଁ ଉଦବେଗ। 7ମ ମାସରେ ସେ ସମ୍ପୂର୍ଣ୍ଣ ଶରୀର ହୋଇଯାଇଥାଏ। ତାର ଜ୍ଞାନ ଶକ୍ତି ଧୀରେ ଧୀରେ ଉଦୟ ହେଉଥାଏ। 8ମ ମାସରେ ସେ ସମ୍ପୂର୍ଣ୍ଣ ଦୃଢ଼ ହୋଇଯାଇଥାଏ। 9ମ ମାସ ବେଳକୁ ସିଏ ଚେଷ୍ଟା କରେ କେମିତି ମୁଁ ଗର୍ଭରୁ ବାହାରିବି। କ୍ଷୁଧା ତୃଷାରେ ଆତୁର ହୁଇ ନିରତ କୃମି କୀଟ ଯନ୍ତ୍ରଣାରେ ହୁଏ ମୂର୍ଚ୍ଛାଗତ। ଭୋକ ଲାଗେ ତାହାକୁ, ଶୋଷ ମଧ୍ୟ ଲାଗେ। କୃମି କୀଟମାନେ ଯେତେବେଳେ ତାହାକୁ କାମୁଡ଼ନ୍ତି ସେ ଯନ୍ତ୍ରଣାରେ ମୂର୍ଚ୍ଛାଗତ ହେଇଯାଏ। ତାର ଜ୍ଞାନ ପଳେଇଯାଏ, ତାର ସେନ୍ସ ପଳେଇ ଯାଉଥାଏ। ନାଭି ମଧ୍ୟରୁ ନାଡ଼ିଏ ନାମ ଆପ୍ୟାୟନୀ ମାତା ଗର୍ଭ ମଧ୍ୟରେ ସେ ସଞ୍ଚରଇ ପୁଣି ମାତା ଯାହା ଗ୍ରାସ କରେ ସାର ସେ ନିଅଇ ଗର୍ଭସ୍ଥ ଜୀବ ତାହାକୁ ଆନନ୍ଦେ ଭୁଞ୍ଜଇ ବିରୁଦ୍ଧ ଖାଦ୍ୟ ଯଦ୍ୟପି ଭୁଞ୍ଜଇ ଜନନୀ ସେ ଖାଦ୍ୟ ଖାଇଣ କଷ୍ଟ ଭୋଗଇ ସେ ପୁଣି। ଯେତେବେଳେ ସେ ତାକୁ ଭୋକ ଲାଗୁଥାଏ, ଯଦି ମା ଭଲ ଖାଦ୍ୟ ଖାଇଲା ତେବେ ପିଲାଟି କଷ୍ଟ ପାଇବ ନାହିଁ। ଯଦି ମାତା ଖରାପ ଖାଦ୍ୟ ଖାଇଲା
ତେବେ ପିଲାକୁ ଅନେକ କଷ୍ଟ ହେଇଥାଏ। ହସ୍ତପାଦ ବନ୍ଧନତା ହାର ହୋଇଥାଇ ନିରନ୍ତରେ ଛଟପଟ ଗର୍ଭରେ ହୋଇ ଭୋଗ ଭୋଗୀ ଗର୍ଭ କଷ୍ଟ ଅତି ମନ ଦୁଃଖେ ପୂର୍ବ ପାପକୁ ସ୍ମରଣ କରେ ଅତିରେକେ। ସେ ମାତୃ ଗର୍ଭରେ ଥାଇ ଯେତେବେଳେ ସେ ଅନେକ କଷ୍ଟ ପାଉଥାଏ ସେତେବେଳେ ସେ ତାର ପୂର୍ବ ପାପକୁ ଚିନ୍ତା କରୁଥାଏ। କାହିଁ ପାଇଁ ଦେହ ବହି ସଂସାରେ ମୁହିଁ ହରେ ରାମ କୃଷ୍ଣ ନାମ ଉଚ୍ଚାରିଲି ନାହିଁ। କାମିନୀ କାଞ୍ଚନ ସୁଖ ଭୋଗରେ ମାତିଲି ଗର୍ବେ ଗୁରୁଜନେ ପୂଜା ନ କରିଲି। ସେତେବେଳେ ସେ ମାତୃ ଗର୍ଭରେ ଥାଇ ଚିନ୍ତା କରୁଛି କାହିଁକି ମୁଁ ଏ ସଂସାରରେ ଦେହ ବହିଲି, ହରେ ରାମ ହରେ କୃଷ୍ଣ ନାମକୁ ଉଚ୍ଚାରଣ କରିଲି ନାହିଁ। କାମିନୀ କାଞ୍ଚନ ସୁବର୍ଣ୍ଣ କାମିନୀ କାମନା ଶକ୍ତି କାମିନୀ ନାରୀ ପଛରେ ମୁଁ କାହିଁକି ପଡ଼ିଲି, କାମିନୀ କାଞ୍ଚନା ସୁଖରେ ପଡ଼ି କାହିଁକି ସେ ସୁଖକୁ ଭୋଗ କରିଲି, ଗର୍ବରେ ଗୁରୁଜନଙ୍କୁ କାହିଁକି ମୁଁ ମାନିଲି ନାହିଁ, ତାଙ୍କୁ କାହିଁକି ପୂଜା ଟିକେ କରିଲି ନାହିଁ। ସେହି ପାପ ଫଳେ ହେଲା ମୋର ଗର୍ଭବାସ ଗର୍ଭ ଯନ୍ତ୍ରଣା ଭୋଗିଲି ଏ କ୍ଲେଶ। ଏହା ଚିନ୍ତା କରି ସେ ଭାବୁଛି ସେହି ପାପରୁ ମୋର ଗର୍ଭବାସ ହେଲା। ମୁଁ ଏହି ଗର୍ଭ ଭିତରେ ପଡ଼ି ଅନେକ ପ୍ରକାର କଷ୍ଟକୁ ଅନେକ ପ୍ରକାର ଭୋଗକୁ ମୁଁ ଯନ୍ତ୍ରଣା କରୁଛି। ଏଥର ଯଦ୍ୟପି ଜନ୍ମ ହେବି ସଂସାରରେ କଦାପି ପାପ କରମ ନ କରିବି ବାରେ। ଦେଖନ୍ତୁ କେଡ଼େ ସୁନ୍ଦର କଥା। ଯାହା ଆମେ ଏବେ ଭାବୁଛୁ ଅନେକ ପାପ କରିଛୁ, ଆଉ ପାପ କରିବା ଉଚିତ ନୁହଁ। ମୁଁ ପୂର୍ବରୁ ପାପ କରିଥିଲି ବୋଲି ଆଜି ମୋତେ ଏଇ ରୋଗ ହେଲା, ମୁଁ ପୂର୍ବରୁ ପାପ କରିଥିଲି ବୋଲି ମୋତେ ଆଜି ଏଇ କଷ୍ଟ ଭୋଗ କରିବାକୁ ପଡ଼ୁଛି। ଏ କଥାଟି ଆମେ ଏ ସ୍ଥୂଳ ଶରୀରରେ ଚିନ୍ତା କରୁଛୁ। ଯେତେବେଳେ ମାତୃଗର୍ଭରେ ସେ ପିଲା ରହୁଛି ସେତେବେଳେ ବି ସେ ଚିନ୍ତା କରୁଛି ମୋତେ ଆଉ ପାପ କରିବାର ନାହିଁ। ଯଦି ଏ ସଂସାରକୁ ମୁଁ ଆସୁଛି ତେବେ ଆଉ ପାପ କରିବି ନାହିଁ, ସଦାବେଳେ ଭଗବାନଙ୍କର ନାମ କୀର୍ତ୍ତନ ଜପ କରିବି। କିନ୍ତୁ ହେଉଛି କ'ଣ, ଯେତେବେଳେ ସେ ସଂସାରକୁ ଆସୁଛି ସବୁ କଥାକୁ ଭୁଲି ଯାଉଛି, ପୁନର୍ବାର ସେହି ପାପ କର୍ମରେ ଲିପ୍ତ ହେଉଛି। ସତତ ଶ୍ରୀରାମ କୃଷ୍ଣ ହରି ଗୁଣମାନ କରି କଟାଇବି କାଳ ଏହା ଧ୍ରୁବ ଜାଣ। ଜୟ ଜୟ ଦେବ ଦେବ ବ୍ରହ୍ମାଣ୍ଡ କରତା ଜୟ କମଳା ବଲ୍ଲଭ ତ୍ରୈଲୋକ୍ୟର ପିତା। ତ୍ରୈଲୋକ୍ୟ ପାଳକ ତ୍ରୈଲୋକ୍ୟ ସଂହାରକ ଜୟ ବୈକୁଣ୍ଠ ବିହାରୀ ହେ ବିଶ୍ୱପାଳକ। ଦୟା ବହି ଦାସାଧମେ ଦିଅ ବାରେ ଦେଖା ଏ ବିପଦ ସିନ୍ଧୁ ପାରି କର ଦିନ ସଖା। ସେ ମାତୃ ଗର୍ଭରେ ଥାଇ ସେ ଭଗବାନଙ୍କୁ ଚିନ୍ତା କରୁଛି। ଭଗବାନଙ୍କର ଶତ ଶତ ନାମ ସିଏ ନେଉଛି। ହେ ପ୍ରଭୁ, ହେ ଭଗବାନ, ହେ ବ୍ରହ୍ମାଣ୍ଡର କରତା, ହେ କମଳା ବଲ୍ଲଭ, ମୋତେ ଟିକେ ଦେଖା ଦିଅନ୍ତୁ, ଏ ବିପଦରୁ ମୋତେ ଉଦ୍ଧାର କରନ୍ତୁ। କେତେ ଦୁଃଖରେ ସିଏ କେତେ ନିରୀହ ଭାବରେ ଡାକୁଛି, କିନ୍ତୁ ଯେତେବେଳେ ସେଠାରୁ ସିଏ ବାହାରି ଆସୁଛି ପୁନର୍ବାର ସିଏ କ'ଣ କରୁଛି, ପୂର୍ବ କଥାକୁ ଭୁଲିଯାଇ ସେଇ ପାପ କର୍ମରେ ଲିପ୍ତ ହେଉଛି। ତ ଏହିଠାରୁ ବିଷୟବସ୍ତୁ ଆମର ରହିଲା। ଆଗକୁ ଆମେ ବିଷୟକୁ ଆଗେଇ ନେବା। ଆସନ୍ତାକାଲି ଆପଣମାନେ ଶୁଣିବେ ଏ ଗରୁଡ଼ ପୁରାଣର 7ମ ଅଧ୍ୟାୟରେ ଭଗବାନ କ'ଣ ଗରୁଡ଼କୁ କହୁଛନ୍ତି, ମାତୃଗର୍ଭରୁ କିପରି ଆମେ ଜନ୍ମ ଲାଭ କରୁଛୁ ଏ ବିଷୟରେ ଜାଣିବା। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।